ଯିବା ସେଇ ପରିଚିତ କଳାକାର ହାସ୍ୟ ଅଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆଙ୍କ ଘରକୁ। ଆଉ ତାଙ୍କ ଘର ପ୍ରପର ହଉଛି ନିଶ୍ଚନ୍ତ କୋଇଲ ପାଖରୁ ଆଉ ଅଳ୍ପ ବାଟ ଗଲେ ବେଲରପା। ମୋ ପାଖରେ ଜଣେ ସାର୍ ଅଛନ୍ତି, ତାଙ୍କ ପାଖରୁ ବୁଝି ନବା। ତ କଣ କହିବେ ସାର୍, ଏଇଠୁ କେତେ ବାଟ ତାଙ୍କର? ଆପଣ ଆপিଲ ଭଦ୍ରଶର ଦେଇକି ଯିବେ, ତା ଘର ବେଲରପା ପାଇଯିବେ। ମୁଁ ବାଟରେ ଗଲା ଭିତରେ ପ୍ରଜ୍ଞା ଭାଇଙ୍କ ଘରକୁ ଗୋଟେ ଜିନିଷ ଦେଖିଲି, ବହୁତ ଖୁସି ଲାଗିଲା, ରହିଗଲି। ଦେଖନ୍ତୁ ମୋ ପଛରେ କେଡେ ବଡ଼ ମହାଦେବଙ୍କ ମୂର୍ତ୍ତି ଗୋଟେ ତିଆରି ହେଉଛି। ବହୁତ ଜଣ ଭାଇ ଏଠି ଅଛନ୍ତି, ଲାଗିଛନ୍ତି ପୁରା କାମରେ। ପଚାରିଲି ଏଠି ରହିବ ନା ଯିବ କୁଆଡ଼େ? ସେ କହିଲେ ନାଇଁ ଗୋଟେ ଜାଗାକୁ ଯିବାର ଅଛି। ଟିକେ ଭାଇଙ୍କ ପରେ ବୁଝିଦେବା। ଭାଇ କ'ଣ କହିବେ, କେତେ ଫୁଟର ହବ ଭାଇ ଟିକେ କହିବେ? 40 ଫୁଟ। 40 ଫୁଟ ମହାଦେବ। ଏ ଜାଗାଟା ନା କ'ଣ? ଜାଗା ହଉଛି ଆମ ନିଶନ କୋଇଲି ବଡକିରି ପଞ୍ଚାୟତ। ବଡ଼କିରି ପଞ୍ଚାୟତ ନିଶ୍ଚନ କହିଲି। ଇଏ କ'ଣ ସାର୍ କୋଉଠି ଯିବ? ଏଇଟା ଆମ କୋରାପୁଟ ଯିବ। କୋରାପୁଟ ଯିବ? ଆଜ୍ଞା। କେମିତି ଯିବ ଏତେ ବଡ଼ ମୂର୍ତ୍ତି? ଏ କଟପିସ୍ ହେଇଯିବ। କଟପିସ୍ ହେଇକି ଯିବ, ସେଠି ହେଲେ ଜଏଣ୍ଟ ହବ। ଆଜ୍ଞା। ତ ଇଏ ଗୋଟେ ଜିନିଷ ମୋତେ ବହୁତ ଖୁସି ଲାଗିଲା। ଦେଖନ୍ତୁ ମୋ ପଛରେ ଇଏ ଯୋଉ ବଡ଼ ମୂର୍ତ୍ତି, ମୁଁ ଆପଣଙ୍କୁ ଆଉ ଥରେ ଦେଖେଇ ଦେଉଛି ବ୍ୟାକ୍ କ୍ୟାମେରା କରିକି ତିଆରି। ଆଉ ଦେଖିକି ମୋ ଗାଡ଼ି ଅଟୋମେଟିକ୍ ବ୍ରେକ୍ ମାରି ମୁଁ ରହିଗଲି। ଦେଖନ୍ତୁ ଦେଖାଯାଉନି, ଚାଲିଛି ତଥାପି ମହାଦେବଙ୍କ ବଡ଼ ମୂର୍ତ୍ତି ଯିବ ବହୁତ ଦୂରକୁ ଭାଇ କହୁଥିଲେ। ଦେଖନ୍ତୁ ବଢ଼ିଆ ଜିନିଷ। ମାନେ ଆମ ଓଡ଼ିଶାରେ ଆକ୍ଚୁଆଲି ଏମିତିଆ କଳାକାର ବି ଅଛନ୍ତି ଯାହାଙ୍କ ପାଇଁ ଆଜି ଓଡ଼ିଶା ଗର୍ବ ଅନୁଭବ। ଆଉ ଏମିତିଆ କଳାକାର ଅଛନ୍ତି ବୋଲି ଓଡ଼ିଶାକୁ ଆଜି ବହୁତ ଆଗକୁ ନେଇକି ଯାଉଛନ୍ତି। ସେଇମାନଙ୍କ ପାଖରେ ସଦାସର୍ବଦା ଆମେ ନତମସ୍ତକ, ତାଙ୍କୁ ବହୁତ ଧନ୍ୟବାଦ ଜଣାଉଛୁ। ତାଙ୍କ କାର୍ଯ୍ୟ କେମିତି ସଫଳ ହେଉ। ଆଉ ଯଦି ଆପଣ ଓଡ଼ିଶା ସାରା ଲୋକ ଦେଖୁଛନ୍ତି ଏ ଭିଡ଼ିଓଟା, ତାହେଲେ ନିଶ୍ଚିତ ଭାବରେ ଲାଇକ୍ କମେଣ୍ଟ ସେୟାର କରିବାକୁ ଜମା ବି ଭୁଲିବେନି। ଘରକୁ ଯିବା ଆଉ ସବୁ କିଛି ଆପଣଙ୍କୁ ଡିଟେଲ୍ସ ଦେଖୁଛି। ଭିଡ଼ିଓ ଜମା ବି ମ୍ୟୁଟ୍ କରନ୍ତୁ ନାହିଁ, ଆମ ସହିତ ଯୋଡ଼ି ରହିଥା। ଭାଇଙ୍କ ଘରକୁ ଯିବା ପୂର୍ବରୁ ଜଣେ ଭାଇ ଦେଖାଲେ, ତାଙ୍କ ସହିତ ଟିକେ କଥା ହେଇଯିବା। ଭାଇ ଆଜି ଏ ଯେଉଁ ଇଏ ମାହାଙ୍ଗା ଏରିଆରେ ଯାଉଛି, ତ ମାହାଙ୍ଗା ଅଞ୍ଚଳ ଆକ୍ଚୁଆଲି କହିବାକୁ ଗଲେ ଆଜି ପ୍ରଜ୍ଞା ଭାଇଙ୍କ ଭାଇ ଗର୍ବ ଅନୁଭବ କରେ। କାହିଁକିନା ଗୋଟେ ଗାଁ ଅଞ୍ଚଳରୁ ଜଣେ ଯାଇକି ଟିଭି ସିରିଏଲ୍ ଫିଲ୍ମ ଅନେକ ନାଁ କରିଛି। ତ ମାହାଙ୍ଗା ପାଇଁ ଗୋଟେ ଗର୍ବ ଗୌରବ ବିଷୟ। କେତେ ଖୁସି ଲାଗେ ଆପଣଙ୍କୁ? ବହୁତ ଖୁସି ଲାଗେ। ତ ଏଇଠୁ ଆଡ୍ରେସଟା ଟିକେ କହିଦିଅନ୍ତୁ, ବହୁତ ଲୋକ ଅଛନ୍ତି ଦେଖୁଛନ୍ତି ଆମ ସହିତ। ଏଇ ସିଧାରେ ଯିବି, କେନାଲରେ ଯିବି, ଗୋଟେ ହନୁମାନ ପଡ଼ିବ, ତାପରେ ଛୋଟ ମନ୍ଦିରଟା। ହଁ, ତାପରେ ହନୁମାନ ମନ୍ଦିରରେ ବରଗଛ ଗୋଟେ ପଡ଼ିବ। ସେଇ ବରଗଛ ମୂଳେ ତ ହେଇଛି। ହଁ, ବରଗଛ ମୂଳରୁ କୁଆଡ଼େ ବାଁ ହାତୀ ଯିବେ? ବାଁ ହାତୀ ଅଳ୍ପ 100 ମିଟର ଗଲେ ତାଙ୍କ ଘର କେମିତିଆ କଲରଟା ଦେଖିଛନ୍ତି? କଲର ମୋର ହେଇଛି। ହଁ, ତଥାପି ସେଠି ରୁହନ୍ତିନି। ଏବେ ଗୋଟେ ନୂଆ ଘର କରିଥିଲେ କହୁଥିଲେ ସମସ୍ତେ, କୋଉଠି ସେ କରିଛନ୍ତି? କୋଉଠି ମୁଁ ଆଉ କହିପାରିବିନି। ନୂଆ ଘର କରି 25ଟା କରିଥିଲେ, ଏବେ ବହୁତ ଆର୍ଟିଷ୍ଟ ଆସିଥିଲେ। ହଁ। ଆଉ ବାହାଘରଟା ପ୍ରଜ୍ଞାଙ୍କର ଏଇ ଗାଁରେ ହେଇଥିଲା, ଏଇଠି ହେଇଥିଲା, ଆପଣ ଯାଇଥିଲେ? ବହୁତ ଆର୍ଟିଷ୍ଟ ଆସିଥିଲେ, ଦେଖିଲେ, ଖୁସି ଲାଗିଲା। ହଉ, ଜଗନ୍ନାଥ ମନ୍ଦିର କରିଛନ୍ତି ଘର ପାଖରେ। ଘର ପାଖରେ କରିଛନ୍ତି, ତ ସବୁ କିଛି ଦେଖିବା। ଜଗନ୍ନାଥ ମନ୍ଦିର ମଧ୍ୟ ପ୍ରଜ୍ଞା ଭାଇ ଗୋଟେ କରିଛନ୍ତି। ଚାଲନ୍ତୁ ସେଠି ଯିବା, ସବୁ କିଛି ଦେଖିବା। ତ ଏଇଟା ହେଉଛି ପ୍ରଜ୍ଞା ଭାଇଙ୍କ ଘର ପାଖରେ ଥିବା ଗୋଟେ ଉଦ୍ୟାନ, ଅନନ୍ତ ଉଦ୍ୟାନ, ଯୋଉଠି ଲେଖାଯାଇଛି। ଆଉ ମୁଁ ଦେଖେଇ ଦେଉଛି, ତା ଭିତରେ ଦେଖନ୍ତୁ କେତେ ସୁନ୍ଦର ଭାବରେ ତାଙ୍କ ବାପା ଆଉ କାହାଙ୍କର ପ୍ରତିମୂର୍ତ୍ତି ଅଛି। ଆଉ ଇଏ ତାଙ୍କ ଘର। ଆପଣମାନେ ବହୁତ ଜଣ ରିକ୍ୱେଷ୍ଟ କରିଥିଲେ କି ପ୍ରଜ୍ଞା ରଞ୍ଜନ ଖଟୁଆ, ପ୍ରଜ୍ଞା ଭାଇ ଯିଏ ଓଡ଼ିଶାର ସୁନାମଧନ୍ୟ ହାସ୍ୟ ଅଭିନେତା, ତାଙ୍କର ହୋମ୍ ଟାୱାର ଦେଖିବାକୁ। ବର୍ତ୍ତମାନ ଦେଖନ୍ତୁ ମୋ ପଛରେ ଯେଉଁଟା ଅଛି, ଇଏ ହେଉଛି ପ୍ରଜ୍ଞା ରଞ୍ଜନ ଖଟୁଆ, ପ୍ରଜ୍ଞା ଭାଇଙ୍କର ହୋମ୍ ଟାୱାର। ଏଠି ବଢ଼ିଆ ସୁନ୍ଦର ପାର୍କଟେ ଅଛି ମଧ୍ୟ ଦେଖନ୍ତୁ। ଏଠି ବହୁତ ସୁନ୍ଦର ପାର୍କଟେ ଭାଇ କରିଛନ୍ତି। ଆଉ ଆକ୍ଚୁଆଲି ମାହାଙ୍ଗା ମାଟି ପାଇଁ ଗର୍ବ ଗୌରବ ବିଷୟ। ଆଜି ଗର୍ବ ଲାଗେ ମାହାଙ୍ଗା ଲୋକଙ୍କୁ ଯେ ମାହାଙ୍ଗା ଅଞ୍ଚଳର ଗୋଟେ ଗାଁରୁ ବିଲଙ୍ଗ କରି ଇଣ୍ଡଷ୍ଟ୍ରିରେ କାମ କରିବା ଆକ୍ଚୁଆଲି ଛୋଟ କଥା ନୁହେଁ, ବହୁତ ବଡ଼ କଥା। ଆଉ ଦେଖନ୍ତୁ ବହୁତ ସୁନ୍ଦର ଭାବରେ ଭାଇ ତାଙ୍କ ଘରଟି ଏଇଠି। ସେ ଅବଶ୍ୟ ଏଠି ରହୁନାହାନ୍ତି, ଜଣଙ୍କୁ ପଚାରିଲି ଭାଇ, ସେ ମନା କଲେ। ଆସନ୍ତି ମଝିରେ ମଝିରେ ସୁଟିଂ ଯେତେବେଳେ କରିକି ଯାଆନ୍ତି। ଏବଂ ଏଠି ହେଉଛି ତାଙ୍କ ପାର୍କ। ଆଉ ଏଇଟା ଦେଖନ୍ତୁ ତାଙ୍କ ଘର। ସିଏ ଏଠି ଟୋଟାଲ ରୁହନ୍ତିନି, କିନ୍ତୁ ତଥାପି ଦେଖିବା ଭାଇଙ୍କୁ ପଚାରିବି। ସେ ଯଦି ପରମିସନ୍ ଦେଲେ ତାହେଲେ ଭିତରେ କିଛି ସମୟ ପାଇଁ ଇଏ କରିବି। ତଥାପି ପାର୍କଟା ଦେଖେଇ ଦେଉଛି ଭଲ କି ଦେଖନ୍ତୁ। ଭାଇଙ୍କର ଇଏ ପାର୍କଟି ଯେଉଁ ଦେଖନ୍ତୁ, ଏଇଟା ପାର୍କଟି, ସୁନ୍ଦର ପାର୍କ, ଆପଣ ଦେଖିଥିବେ। କିନ୍ତୁ ଲେଖାଯାଇଥିବା ଫ୍ୟାମିଲି, ଖଟୁଆ ଫ୍ୟାମିଲି, ପ୍ରଜ୍ଞା ଭାଇଙ୍କ କାନ୍ଥରେ ଲେଖାଯାଇଛି ବହୁତ ସୁନ୍ଦର ଭାବରେ। ଏଇ ଘରେ ହିଁ ରୁହନ୍ତି ପ୍ରଜ୍ଞା ରଞ୍ଜନ ଖଟୁଆ, ହାସ୍ୟ ଅଭିନେତା। ଇଏ ହେଉଛି ଭାଇଙ୍କ ଘର। ଆଉ ଭାଇଙ୍କ ଘରେ ସୁନ୍ଦର ଫଟୋଟିଏ ଅଛି, ଦେଖନ୍ତୁ ମୁଁ ଦେଖେଇ ଦେଉଛି ଆପଣଙ୍କୁ। ଦେଖନ୍ତୁ ପ୍ରଜ୍ଞା ରଞ୍ଜନ ଖଟୁଆ ଭାଇଙ୍କର ଘର ଭିତରେ ତାଙ୍କର ସୁନ୍ଦର ଫଟୋଟିଏ ଅଛି। ଆଉ ଇଏ ତାଙ୍କର ରୁମ୍ ଦେଖନ୍ତୁ, ଏଠି ମଧ୍ୟ ଫଟୋ ଅଛି। ଆଉ ଆପଣଙ୍କ ରିକ୍ୱେଷ୍ଟରେ ମୁଁ ବହୁତ କଷ୍ଟ କରି ଆସି ପହଞ୍ଚିଛି, ଭାଇଙ୍କ ଘର ଭିଜିଟ୍ କରିଛି। ଆପଣମାନେ ସମସ୍ତଙ୍କୁ ଅନୁରୋଧ, ଲାଇକ୍ କମେଣ୍ଟ ସେୟାର କରିବେ। ଭାଇଙ୍କୁ ଯେଉଁମାନେ ଭଲ ପାଉଛନ୍ତି ସମସ୍ତେ ଜୟ ଜଗନ୍ନାଥ ତଳେ ଗୋଟେ ଗୋଟେ କମେଣ୍ଟ ଦେବେ। এই ମନ୍ଦିର ହିଁ ପ୍ରଜ୍ଞା ରଞ୍ଜନ ଖଟୁଆ, ଯିଏକି ସୁପର କମେଡ଼ି ଷ୍ଟାର। ଆପଣ କମେଡ଼ି ଷ୍ଟାର ଭାବେ ତାଙ୍କୁ ପରିଚିତ। ଦେଖନ୍ତୁ, ଦେଖେଇ ଦେଉଛି ଭିତରକୁ ଯାଇ।
ମନ୍ଦିର ମନ୍ଦିର ବାହାରର ଦୃଶ୍ୟ। ଏଇ ମନ୍ଦିର ପ୍ରଜ୍ଞାରଞ୍ଜନ ଖଟୁଆ ନିଜେ କି ତିଆରି କରିଛନ୍ତି। ବର୍ତ୍ତମାନ ପହଡ଼ ପଡ଼ିଛି। ପଛରେ ଯେଉଁ ମନ୍ଦିର ଅଛି ଏଇ ମନ୍ଦିରଟା ହିଁ ପ୍ରଜ୍ଞାରଞ୍ଜନ ଖଟୁଆ ପ୍ରଜ୍ଞା ଭାଇ ଏଇଠି ହିଁ ତିଆରି କରିଥିଲେ। ଆଉ ଆପଣ ଦେଖିଥିବେ ବଡ଼ ପୋଡ଼କାଷ୍ଟରେ ସେ କହିଥିଲେ ଅଲୌକିକ କଥା ଠାକୁରଙ୍କ